ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଗାନ୍ଧୀ ଇରୁଇନ୍ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା? 5 ମାର୍ଚ୍ଚ 1931ରେ। 2. ଗାନ୍ଧୀ ଇରୁଇନ୍ ଚୁକ୍ତି ପାଇଁ କିଏ ସହଯୋଗ କରିଥିଲେ? ତେଜ ବାହାଦୁର ସାପ୍ରୁ ଏବଂ ମୁକୁନ୍ଦ ରାମାରାଓ ଜୟକାର। 3. ଇରୁଇନ୍ କିଏ? 1931 ମସିହା ବେଳକୁ ଥିବା ବ୍ରିଟିଶ ଭାଇସରାୟ। 4. ଗାନ୍ଧୀ ଇରୁଇନ୍ ଚୁକ୍ତି ପାଇଁ କେତୋଟି ବୈଠକ ହୋଇଥିଲା? 6ଟି ବୈଠକ ହୋଇଥିଲା। 5. ଗାନ୍ଧୀ ଇରୁଇନ୍ ଚୁକ୍ତିରେ କେଉଁ ସବୁ ଦାବି ଉପସ୍ଥାପନ କରାଯାଇଥିଲା? 1. ସାମରିକ ଏବଂ ନ୍ୟାୟିକ ଖର୍ଚ୍ଚ କମ୍, ଲବଣ ଆଇନ ଉଚ୍ଛେଦ, ପ୍ରେସ୍ ଉପରୁ କଟକଣା ଉଠାଇବା, ଭୂ ରାଜସ୍ୱର ସଂସ୍କାର, ବିଦେଶୀ ବସ୍ତ୍ରରେ ଟାରିଫ କମ୍, ଭାରତୀୟ ଜାହାଜ ପାଇଁ ତଟବର୍ତ୍ତୀ ନୌ ଅଧିକାର ଆଇନ, ରାଜନୈତିକ ଆନ୍ଦୋଳନକାରୀ ବନ୍ଦୀଙ୍କୁ ମୁକ୍ତି, ଜବତ କରାଯାଇଥିବା ଜମି ଫେରସ୍ତ, ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଅନୁମତି, କଂଗ୍ରେସ ଉପରୁ ବ୍ୟାନ୍ ଅପସାରଣ ଏବଂ ଶସ୍ତ୍ର ନିୟନ୍ତ୍ରଣ। 6. ଲର୍ଡ ଇରୁଇନ୍ କେଉଁ ସବୁ ଦାବି ମାନି ନେଇଥିଲେ? ହିଂସାକାଣ୍ଡରେ ଲିପ୍ତ ନଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତି କରିବା, ଜବତ ଜମିକୁ ଫେରାଇ ଦେବା, ଋଣ ମାରିବାର ଅଧିକାର ଦେବା, କଂଗ୍ରେସ ଉପରୁ ବ୍ୟାନ୍ ହଟାଇବା। ଗାନ୍ଧୀ ଇରୁଇନ୍ ଚୁକ୍ତିରୁ କେଉଁ ସୁଫଳ ମିଳିଥିଲା? ଦ୍ୱିତୀୟ ଗୋଲଟେବୁଲ ବୈଠକ ପାଇଁ ପଥ ପରିଷ୍କାର କରିଥିଲା। ଧନ୍ୟବାଦ।